ତାପରେ ସବୁ କିଛି ମୁଁ କିଛି କହିପାରିବିନି ତାଙ୍କ ଅସୁବିଧା ଦେଖିଲେ ତଥାପି ଲାଗେ। ରୋଗ ଶଯ୍ୟାରେ ପୀଡ଼ିତ କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ନରେଶ ସାହୁ। ସେ ହେଉଛନ୍ତି ଜଣେ ସୁନା କାରିଗର। ସୁନା କାର୍ଯ୍ୟ ବିଭିନ୍ନ ଦୋକାନରେ କରି ବେଶ୍ କିଛି ଅର୍ଥ ଉପାର୍ଜନ କରିବା ସହ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ପରିବାର କହିଲେ ନରେଶଙ୍କ ଧର୍ମପତ୍ନୀ, 2 ଝିଅ ଆଉ ମାଟିଏ। କିନ୍ତୁ ହଠାତ୍ ନରେଶଙ୍କ ଜୀବନରେ ଆସିଲା ଝଡ଼। ନରେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଲା। ଆଉ ନରେଶ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କରି ପରୀକ୍ଷା ନିରୀକ୍ଷା କରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କୁ କର୍କଟ ରୋଗ ହୋଇଛି ବୋଲି। ଦର୍ଶକ ବନ୍ଧୁ, ସେହି ସମୟରୁ ହିଁ ନରେଶ ହୋଇଗଲେ ଶଯ୍ୟାଶାୟୀ। ନିଜର 2ଟି ଝିଅ, ଘରେ ମା, ପୁଣି ସେ ଜଣେ ଟ୍ୟୁମର ରୋଗୀ ଯାହାଙ୍କ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅନେକ ଅର୍ଥ। କ'ଣ ବା କରିବେ? ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ସେ ପୁଣି ସୁସ୍ଥ ହେଲେ ଅନ୍ୟମାନଙ୍କ କଥା ବୁଝିବେ। କିନ୍ତୁ ଦର୍ଶକ ବନ୍ଧୁ, ନରେଶଙ୍କ ଚିକିତ୍ସାରେ ଏତେ ଖର୍ଚ୍ଚ ହେଲା ଯେ ଚାହୁଁ ଚାହୁଁ ନିଜର ଜମିବାଡ଼ି, ଘରବାଡ଼ି ସବୁକିଛି ବିକ୍ରି କରିଦେଇଛନ୍ତି। ପଡ଼ୋଶୀ ଘର ଓ ଚାଳ ଘରେ ଏବେ ସାଜିଛି ତାଙ୍କ ଆଶ୍ରୟସ୍ଥଳ। ଏ ଖବର ପାଇଁ ଆମ ଅସ୍ତରଙ୍ଗ ପ୍ରତିନିଧି ସ୍ନେହଲତା ମହାନ୍ତି ପହଞ୍ଚିଥିଲେ ସେହି ଜାଗାରେ। ଆଉ ଯାହା ଦେଖିଲେ ନିଜକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ। ସମୟରେ ଯାଇକି ଟ୍ରିଟମେଣ୍ଟ ଆରମ୍ଭ କଲୁ। ଆଡ଼ମିସନ୍ ହେଲା ପରେ ଟ୍ରିଟମେଣ୍ଟ ଆରମ୍ଭ କଲୁ। 9 ମାସ ରହିଲୁ। ସେଠି ଦୁନିଆ ପଇସା ଖର୍ଚ୍ଚ ହେଲା। ଘରଟି ବି ଏମିତିକି ବିକ୍ରି ହେଇଗଲା। ବିକ୍ରି ହେଲା ପରେ ଏବେ ପୁଣି ରୋଗ ରିଟର୍ଣ୍ଣ ହେଇଛି। 2 ବର୍ଷ ହେଲାଣି ତ ଏମିତି ଅବସ୍ଥା ହେଲା। ଆଉ କ'ଣ, ଆଉ 2ଟା ଝୁଅ ଆଉ ପୁଅ ବି ନାହାନ୍ତି। ଆଉ ସେ ହେଉଛନ୍ତି 4 ପରିବାର। ମା ତ ତହୁଁ ଦମ୍ଭ ରୋଗଣୀ ଯେ ସେ କାହିଁରୁ କ'ଣ। ଯାହା କିଛି ସରକାରୀ ସହାୟତା ଥିଲା ସବୁ ସରିଯାଇଛି। କିନ୍ତୁ ନରେଶଙ୍କ ଚିକିତ୍ସା ପାଇଁ ଦରକାର ଆହୁରି ଲକ୍ଷାଧିକ ଟଙ୍କାର ଆବଶ୍ୟକ। କ'ଣ ବା କରିବେ? ନିଜ ବନ୍ଧୁ ବାନ୍ଧବ ସାହି ପଡ଼ିଶା ଯାହା ସାହାଯ୍ୟ କରିଛନ୍ତି ସେ ବି ସମୁଦ୍ରକୁ ଶଙ୍ଖେ। ଏବେ 2ଟି ଝିଅଙ୍କ ଲାଳନ ପାଳନ ବି ହୋଇଛି କଷ୍ଟକର। ଏଭଳି ପରିସ୍ଥିତିରେ ନରେଶଙ୍କ ପାଇଁ କେବଳ ଭଗବାନ ହିଁ ସାହା। ଏ ବାବଦରେ ଆମେ କାକଟପୁର ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ନେଇଥିଲୁ। ଆଉ ସେ ପ୍ରଶାସନିକ ସ୍ତରରେ ଯାହା ସାହାଯ୍ୟ ଦିଆଯାଇପାରିବ ତାହା କରିବେ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି। ଆଉ ଏହା ନିହାତି ଭାବରେ ଗୋଟେ ସମ୍ବେଦନଶୀଳ ଘଟଣା। ଆଉ ମୁଁ ବି ବହୁତ ଦୁଃଖ ଲାଗିଲା ଆପଣଙ୍କ ଠାରୁ ଏ ଖବରଟା ଜାଣିଲା ପରେ। ଆଉ ଜିଲ୍ଲା ପ୍ରଶାସନକୁ ଯଥାଶୀଘ୍ର ଆମେ এই ଖବରଟି ଜଣାଇବୁ। ଆଉ ତାଙ୍କର ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ବି ମଧ୍ୟ এই କଥାଟି ଆମେ ଜଣାଇବୁ। ତ ସରକାରଙ୍କ ଯାହା ବି ସାହାଯ୍ୟ ଥିବ କି ଯାହା ବି ଗାଇଡ଼ଲାଇନ୍ ଥିବ ସେହି ଅନୁସାରେ ତାଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଦେବା ପାଇଁ ମୁଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବି। ଆଉ ତାଙ୍କ ଅବଗତିକୁ ବି ଆଣିବି ଏଇ ଜିନିଷଟା, ଯଦ୍ୱାରା କି ସେମାନେ ବହୁତ ଶୀଘ୍ର ସରକାରଙ୍କର ଯାହା ବି ସୁବିଧା ଅଛି ସେହି ଚିକିତ୍ସା ଉପରେ ସେ ତାର ସୁବିଧାଟା ପାଇପାରିବେ। କେବଳ ସରକାରୀ ସ୍ତରରେ ନୁହେଁ, ବିଭିନ୍ନ ଅନୁଷ୍ଠାନ ତରଫରୁ ଯଦି ନରେଶଙ୍କୁ କିଛି ସାହାଯ୍ୟ କରାଯାଏ ତାହେଲେ ଆଗାମୀ ଦିନରେ ତାଙ୍କ ଚିକିତ୍ସା ସହିତ ଛୋଟ 2 ଝିଅ ବି ପାଠ ପଢ଼ିପାରିବେ। ଆଉ ତାଙ୍କ ପରିବାର କିଛି ମୌଳିକ ଆବଶ୍ୟକତା ବି ପୂରଣ ହୋଇପାରିବ। ଅସ୍ତରଙ୍ଗରୁ ସ୍ନେହଲତା ମହାନ୍ତିଙ୍କ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ୍।